ଆଜିର ପ୍ରସଙ୍ଗ ମାନବିକତା ପାଇଁ ଏକତା। ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନରେ ମୁଁ ସରିତା ସାହୁ। ରେଡ୍କ୍ରସ ସ୍ୱେଚ୍ଛାସେବୀ ଏବଂ କର୍ମଚାରୀଙ୍କ ଉତ୍ସର୍ଗୀକୃତ ସେବା ମନୋଭାବକୁ ସ୍ୱୀକୃତି ଦେବା ଏବଂ ରେଡ୍କ୍ରସ ଓ ରେଡ୍ କ୍ରିସେଣ୍ଟ ଆନ୍ଦୋଳନର ପ୍ରତିଷ୍ଠାତା ହେନେରୀ ଡୁନାଣ୍ଟଙ୍କ ଜନ୍ମଦିବସ ଅବସରରେ ଆଜି ବିଶ୍ୱ ରେଡ୍କ୍ରସ ଦିବସ ପାଳନ କରାଯାଉଛି। ଆନ୍ତର୍ଜାତିକ ରେଡ୍କ୍ରସ ଆନ୍ଦୋଳନର ନୀତି ଏବଂ ଆଦର୍ଶ ନେଇ ସଚେତନତା ବୃଦ୍ଧି କରିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ମାନବିକତା କାର୍ଯ୍ୟକୁ ପ୍ରାଥମିକତା ପ୍ରଦାନ କରିବା ଏହି ଦିବସ ସ୍ମରଣ କରାଇଥାଏ। ବିଶ୍ୱରେ ମାନବ କଲ୍ୟାଣ ପାଇଁ କୌଣସି ଭେଦଭାବ ସୃଷ୍ଟି ନ କରି ସମସ୍ତଙ୍କୁ ସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ ହେନେରୀ ଡୁନାଣ୍ଟ ଆନ୍ତର୍ଜାତିକ କମିଟି ଗଠନ କରିଥିଲେ। କୌଣସି ଯୁଦ୍ଧ, ମହାମାରୀ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସୁରକ୍ଷା ପ୍ରଦାନ କରିବା ଏହି ସଂଗଠନର ମୂଳ ଉଦ୍ଦେଶ୍ୟ ରହିଥିଲା। ସଶସ୍ତ୍ର ହିଂସା, ଯୁଦ୍ଧ ପୀଡ଼ିତ ଏବଂ ଯୁଦ୍ଧବନ୍ଦୀଙ୍କ କଲ୍ୟାଣ ପାଇଁ ଏହି କମିଟି ନିରନ୍ତର ପ୍ରୟାସ ଜାରି ରଖିଛି। ଚଳିତ ବର୍ଷ ଦିବସ ପାଳନର ବାର୍ତ୍ତା ରହିଛି ମାନବିକତା ପାଇଁ ଏକତା। 1863 ମସିହାରେ ଆନ୍ତର୍ଜାତିକ ରେଡ୍କ୍ରସ କମିଟି ଗଠନ କରାଯାଇଥିଲା। ସାଲଫାରିନୋ ଯୁଦ୍ଧରେ ଆହତ ହଜାର ହଜାର ସୈନିକଙ୍କୁ ହେନେରୀ ଡୁନାଣ୍ଟ ଏବଂ କିଛି ନିକଟସ୍ଥ ଗ୍ରାମବାସୀ ସହାୟତା ପ୍ରଦାନ କରିଥିଲେ। ପ୍ରାଥମିକ ଚିକିତ୍ସା ଦ୍ୱାରା ବହୁ ଜୀବନ ରକ୍ଷା ପାଇଥିଲା। ହେନେରୀ ଡୁନାଣ୍ଟ ମେମୋରି ଅଫ୍ ସାଲଫାରିନୋ ନାମକ ପୁସ୍ତକରେ ଏହି ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ପୁସ୍ତକ ମାଧ୍ୟମରେ ବିଶ୍ୱରେ ମାନବବାଦୀ ସ୍ୱେଚ୍ଛାସେବୀ ରହିବା ଆବଶ୍ୟକତା ଏବଂ ପ୍ରତ୍ୟେକ ଦେଶ ସେମାନଙ୍କୁ ସୁରକ୍ଷା ଦେବା ଉଚିତ ବୋଲି ପ୍ରସ୍ତାବ ଆଗତ ହୋଇଥିଲା। ବହୁ ଦେଶକୁ ଏହି ପ୍ରସ୍ତାବ ପ୍ରଭାବିତ କରିଥିଲା ଏବଂ ସମୟକ୍ରମେ ଏହା ସ୍ୱୀକୃତି ଲାଭ କରିଥିଲା। ହେନେରୀ ଡୁନାଣ୍ଟ ପିଲାଦିନରୁ ସମାଜ ସେବାରେ ନିଜକୁ ନିୟୋଜିତ କରିଥିଲେ। ଏପରିକି ତାଙ୍କର ସମ୍ପୂର୍ଣ୍ଣ ଜୀବନକୁ ଏଥିପାଇଁ ସେ ଉତ୍ସର୍ଗ କରିଦେଇଥିଲେ। 1901 ମସିହାରେ ଡୁନାଣ୍ଟଙ୍କୁ ବିଶ୍ୱର ପ୍ରଥମ ଶାନ୍ତି ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ରେଡ୍କ୍ରସ ସୋସାଇଟି ମାନବବାଦୀ କାର୍ଯ୍ୟ ପାଇଁ 1917, 1944 ଏବଂ 1963ରେ ନୋବେଲ ପୁରସ୍କାର ପାଇଛି। 1920 ମସିହାରେ ଭାରତୀୟ ରେଡ୍କ୍ରସ ସୋସାଇଟି ପ୍ରତିଷ୍ଠା କରାଯାଇଥିଲା। 1948 ମସିହାରୁ ପ୍ରତିବର୍ଷ ମେ ମାସ 8 ତାରିଖରେ ଭାରତରେ ଏହି ଦିବସ ପାଳିତ ହୋଇଆସୁଛି। 1936 ମସିହାରେ ଓଡ଼ିଶା ରେଡ୍କ୍ରସ ସ୍ଥାପିତ ହୋଇଥିଲା। ବିପର୍ଯ୍ୟୟ ପରିଚାଳନା, ରକ୍ତଦାନ ଶିବିର, ଅସହାୟଙ୍କର ସ୍ୱାସ୍ଥ୍ୟର ଯତ୍ନ, ପରିବାର ସଂଯୋଗୀକରଣ, ପ୍ରାଥମିକ ଚିକିତ୍ସା ପାଇଁ ପ୍ରଶିକ୍ଷଣ ପ୍ରଦାନ, ଯୁଦ୍ଧ ସମୟରେ ସ୍ୱେଚ୍ଛାସେବୀ ଏବଂ ଆହତ ସୈନିକଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଶାନ୍ତି ଏବଂ ମୈତ୍ରୀ ଭାବ ବଜାୟ ରଖିବାରେ ରେଡ୍କ୍ରସ ସୋସାଇଟି କାର୍ଯ୍ୟ କରିଥାଏ। 5C ଦୃଷ୍ଟିକୋଣ ଆଧାରରେ ରେଡ୍କ୍ରସ ସୋସାଇଟି ଏହାର କାର୍ଯ୍ୟଶୈଳୀ ସମ୍ପାଦନ କରିଥାଏ। ସେଗୁଡ଼ିକ ହେଉଛି ଦୟାଳୁ ମନୋଭାବ, ସହଯୋଗୀ, ସୃଜନଶୀଳ, ବିଶ୍ୱସନୀୟତା ଏବଂ ଅଙ୍ଗୀକାରବଦ୍ଧତା, ଅନ୍ୟକୁ ଯତ୍ନ ଏବଂ ସମ୍ମାନର ସହ ସେବା ପ୍ରଦାନ କରିବା, ମିଳିମିଶି କାର୍ଯ୍ୟ କରିବା, ବିବିଧତା ଏବଂ ସହଭାଗିତାକୁ ଗ୍ରହଣ କରିବା, ନୂତନ ଚିନ୍ତାଧାରାରେ ଲୋକଙ୍କୁ ସେବା ପ୍ରଦାନ କରିବା, ସଚ୍ଚୋଟତା ଏବଂ ସ୍ୱଚ୍ଛତାର ସହିତ ବ୍ୟବସ୍ଥିତ ଢଙ୍ଗରେ କାର୍ଯ୍ୟ କରିବା ଏବଂ ଲକ୍ଷ୍ୟ ପୂରଣ ପାଇଁ ପ୍ରତିବଦ୍ଧତାର ସହ ନିଜକୁ ଉତ୍ସର୍ଗ କରିବା ଆଦି ହେଉଛି ରେଡ୍କ୍ରସ ସୋସାଇଟି ସଦସ୍ୟଙ୍କର କାର୍ଯ୍ୟପ୍ରଣାଳୀ। ଛାତ୍ରଛାତ୍ରୀଙ୍କୁ ରେଡ୍କ୍ରସର ଆଦର୍ଶ ଏବଂ କାର୍ଯ୍ୟକାରିତାରେ ସଂଶ୍ଳିଷ୍ଟ କରିବା ଲକ୍ଷ୍ୟ ନେଇ ବିଭିନ୍ନ ସମୟରେ ତାଲିମ ପ୍ରଦାନ କରାଯାଇଥାଏ। ଏଥିପାଇଁ ପ୍ରତ୍ୟେକ ମହାବିଦ୍ୟାଳୟରେ ୟୁଥ୍ ରେଡ୍କ୍ରସ ଏବଂ ବିଦ୍ୟାଳୟମାନଙ୍କରେ ଜୁନିୟର ରେଡ୍କ୍ରସ ବିଭାଗକୁ କାର୍ଯ୍ୟକ୍ଷମ କରାଯାଇଛି। ଜରୁରୀକାଳୀନ ପ୍ରାଥମିକ ଚିକିତ୍ସା ପ୍ରଦାନ ନେଇ ଛାତ୍ରଛାତ୍ରୀଙ୍କୁ ପ୍ରଶିକ୍ଷଣ ପ୍ରଦାନ ସହିତ ଏହି ବିଭାଗଗୁଡ଼ିକ ଦ୍ୱାରା ନିଶା ନିବାରଣ, ଚାରା ରୋପଣ, ସ୍ୱେଚ୍ଛାକୃତ ରକ୍ତଦାନ ଏବଂ HIV ସମ୍ବନ୍ଧରେ ସଚେତନତା ବୃଦ୍ଧି ଆଦି ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରିବାକୁ ପ୍ରୋତ୍ସାହନ ପ୍ରଦାନ କରାଯାଇଥାଏ। ବିଶ୍ୱରେ ମାନବିକତାକୁ ବଞ୍ଚାଇ ରଖିବାରେ ରେଡ୍କ୍ରସର ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ। ଆଜି ମଧ୍ୟ ବିଶ୍ୱ ଥାଲାସିମିଆ ଦିବସ ପାଳନ କରାଯାଉଛି। ଏହି ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି ଏବଂ ପୀଡ଼ିତଙ୍କ ପ୍ରତି ସହଯୋଗ ବୃଦ୍ଧି ଲକ୍ଷ୍ୟ ନେଇ ପ୍ରତିବର୍ଷ ମେ 8 ତାରିଖରେ ଏହି ଦିବସ ପାଳନ କରାଯାଇଥାଏ। ଥାଲାସେମିଆ ଏକ ରକ୍ତ ବିକାରଜନିତ ଶାରୀରିକ ସମସ୍ୟା। ଦେଶରେ ଏହି ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ର ଓ ରାଜ୍ୟ ସରକାର ଏହାର ନିରାକରଣ ପାଇଁ ବିଭିନ୍ନ ସଚେତନତା ଓ ଚିକିତ୍ସାମୂଳକ ପଦକ୍ଷେପ ଗ୍ରହଣ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଥାଲାସିମିଆ ଏକ ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଭାବେ ଦେଖାଦେଉଛି। ଆକଳନ ଅନୁଯାୟୀ ଓଡ଼ିଶାରେ ପ୍ରତିବର୍ଷ ପ୍ରାୟ 2,500 ଶିଶୁ ଥାଲାସିମିଆ ରୋଗ ସହ ଜନ୍ମଗ୍ରହଣ କରୁଛନ୍ତି। ବିଶେଷ କରି ଉପକୂଳବର୍ତ୍ତୀ ଏବଂ ଆଦିବାସୀ ବହୁଳ ଅଞ୍ଚଳରେ ଏହି ରୋଗର ପ୍ରାଦୁର୍ଭାବ ଅଧିକ ଦେଖିବାକୁ ମିଳୁଛି। ସଚେତନତା ବୃଦ୍ଧି ଦ୍ୱାରା ଏଭଳି ଯନ୍ତ୍ରଣାଦାୟକ ଜୀବନରୁ ସୁରକ୍ଷିତ ରହିବା ସମ୍ଭବ ହେବ।